ओं नमो भगवते वासुदेवाय। एकादश स्कंद षड्विंश अध्याय। तिनि गुणर जे लक्षण षड्विंशरे ता वर्णन। श्री भगवान वाच कृष्ण कहन्ति वीर शुण कहिबा त्रिगुण लक्षण। तपस्या त्याग समदम सत्य संतोष दया धर्म। तितिक्षा श्रद्धा लज्जा स्मृति निस्पृह मति आत्मा रति। ए सर्वभाव सत्व गुणे सांख्य जगरे परमाणे। एबे हो सावधाने शुण राजस गुणर लक्षण। काम व्यापार तृष्णा मद गर्भ सकल मति भेद। जस प्रतिष्ठा सुख इच्छा लोभे देवता मंत्र दीक्षा। उद्यम वीर्य परिहास रणे उत्साह स्तुति आस। एते लक्षणे रजगुण शुण हो तामस लक्षण। विषाद क्रोध लोभ हिंसा जाचंचा दंभ मिथ्या भाषा। कंदल शोक भय भ्रम निद्रा अलस आशा श्रम। एते तामस गुण जानी एबे हो शुण परिमाणी। मिश्रित गुणर लक्षण मुहि मोहर एहि भ्रम। जाचित धर्म अर्थ कामे दृढ़े भजई गृहाश्रमे। त्रिगुण मिश्रिते त जन्म एबे कहिबा वीर शुण। जाहार समदम दया सुशांति अंतरे निर्माया। से सत्वयुत अनुमानी कामादि युक्त रजगुणी। दंभर मत्सर क्रोध जार से प्राणी तम दुराचार। जे सर्व धर्म परिहरे मो भावे श्रद्धा भक्ति करे। जे सर्व भावे निरपेक्ष से सत्व जानिब प्रत्यक्ष। आत्मा कल्याण आशा मते भजे राजस जे जुगते। जे हिंसा कर्मे भजे मते तामस बोली जान चित्ते। एणु त्रिगुण चिन्ह जानी शुण कहिबा परिमाणी। जीवर संग तिनि गुणे मोहर संग नाही तेणे। त्रिगुण कर्म फल भुंजे जीव संसारे चक्रे मजे। जेबे सात्विक मते प्राणी स्वभावे रज तम चिणी। निर्मल सत्व गुणे जेबे सकल सिद्धि लभे तेबे। जे रज गुणे संग होई से दुखे जस श्रील भई। जे मूढ़ तम गुणे मिसे से शोक मोह हिंसा बसे। प्रसन्न चित्त इंद्रिय शांत निर्भय विषय रहित। चित्ते प्रकाशे सत्व जेबे दृढ़े मोहर पादे सेबे। जे कर्म फल प्राप्ति अर्थे मन चंचल विरते। भ्रमई सदा निरलस जानिब राजस प्रकाश। जाहार चित्त स्थिर नोहे मन संकल्प नाश प्राय। अज्ञाने विषाद हुई तम बढ़ते जान तुही। हे सत्व राजस तामस देवता मनुष्य राक्षस। निवृत्ति प्रवृत्ति मोहरे क्रमे त्रिगुणे से संचारे। सत्वगुणरु जागरण जे स्वप्न रजगुण जान। तमुसु सुप्ति प्राणीकर निर्गुण अवस्थांतर। ए तिनि लोक अर्ध देशे सुखे सात्विक प्राणी बसे।
ତାମସ ଗୁଣେ ଅଧଗତି ସେ ପ୍ରାଣୀ ନରକେ ପଡ଼ନ୍ତି। ଯେ ପ୍ରାଣୀ ରଜଗୁଣୀ ଯୁତ ସେ ମଧ୍ୟ ଲୋକେ ଗତାଗତ। ଭୁଞ୍ଜଇ ସୁଖ ଦୁଃଖ କରି ସମ୍ପଦେ ବିପଦେ ବିହରେ। ସାତ୍ୱିକେ ପ୍ରାଣୀ ଯେବେ ମରେ ସ୍ୱର୍ଗ ସମ୍ପଦ ଭୋଗ କରେ। ଯେବେ ମରଇ ରଜଗୁଣୀ ଏ ନର ଲୋକେ ତା ଭ୍ରମଣୀ। ଯେ ପ୍ରାଣୀ ତମ ଗୁଣେ ମରେ ମହାନରକେ ସେ ସଞ୍ଚରେ। ମୁହିଁ ନିର୍ଗୁଣ ନିରାକାର ନିର୍ଗୁଣେ ମୋ ଲୋକେ ସଞ୍ଚାର। ଜଗତେ ଯେ କର୍ମ କରନ୍ତି ସେ ଫଳ ମତେ ସମର୍ପନ୍ତି। କିବା ନିଷ୍କାମେ ତାହା ତେଜି ସାତ୍ୱିକେ ମତେ ମତେ ଭୋଜି। ଯେ ରଜ ଗୁଣେ ଏ ଜଗତେ କର୍ମ କରନ୍ତି ସଂକଳ୍ପିତେ। ଦମ୍ଭ ମତ୍ସର ହିଂସା ମାନ ତାମସ କର୍ମେ ଏ ପ୍ରଧାନ। ଯେ ଜ୍ଞାନ ସାତ୍ୱିକ ଲକ୍ଷଣ ତା ଜାଣ ମୁକ୍ତି କାରଣ। ସଂକଳ୍ପ ବିକଳ୍ପ କାରଣେ ଜ୍ଞାନ ସାଧନ ରଜଗୁଣେ। ପ୍ରକୃତ ଭାବ ତମ ଗୁଣ ଅଜ୍ଞାନ ସଂସାର କାରଣ। ମୋରେ ଅର୍ପିତ ଯେଉଁ ଜ୍ଞାନ ନିର୍ଗୁଣ ସାଧନ ଲକ୍ଷଣ। ସାତ୍ୱିକ ଗୁଣ ବନବାସ ଗ୍ରାମେ କର୍ମ ସାଧେ ରାଜସ। ମଦିରା ପାନେ ଗୋଷ୍ଠୀ ମେଳ ଯୁତ ସଙ୍କଟା ପଶା ଖେଳ। ତାମସ ଗୁଣ ଫଳ ଏତେ ଗ୍ରାମ ବନସ୍ଥ ମଧ୍ୟଗ୍ରସ୍ତେ। ମୋର ମନ୍ଦିରେ ପୁଣ୍ୟ କର୍ମ ସାତ୍ୱିକ ମତେ କରେ ଧର୍ମ। ମୋ କଥା ଶ୍ରବଣ କଥନ ତାକୁ ନ ବାଧେ ତିନି ଗୁଣ। ସାତ୍ୱିକ କର୍ତ୍ତା କର୍ମ ଭାଗ ସେ ମତେ କରେ ଫଳ ତ୍ୟାଗ। ରାଜସ କର୍ତ୍ତା କର୍ମ ଭାଗୀ ସକାମ ଭୋଗେ ଅନୁରାଗୀ। ସ୍ୱଭାବେ ତମ କର୍ତ୍ତା କର୍ମ ମୂଢ଼ ଅଜ୍ଞାନ ମତି ଭ୍ରମ। ମୋର ଆଶ୍ରିତ ପ୍ରାଣୀ ଯେତେ ନିର୍ଗୁଣ ସଞ୍ଚରନ୍ତି ନିତ୍ୟେ। ସାତ୍ୱିକ ଶ୍ରଦ୍ଧା ଜ୍ଞାନ ରସେ ରାଜସ ଶ୍ରଦ୍ଧା କର୍ମେ ବସେ। ତାମସ ଶ୍ରଦ୍ଧା ପାପ କର୍ମେ ନିରତେ ପଡ଼ଇ ଅଧର୍ମେ। ମୋର ସେବାରେ ଶ୍ରଦ୍ଧା ପୂର୍ଣ୍ଣ ନିଷ୍କାମ ସ୍ୱଭାବେ ନିର୍ଗୁଣ। ସାତ୍ୱିକ ପବିତ୍ର ଆହାର ଭୁଞ୍ଜଇ ନିତ୍ୟ ନିର୍ବିକାର। ଇନ୍ଦ୍ରିୟ ତୁଷ୍ଟି ହେତୁ ରସ ଅପଥ୍ୟ ଭୁଞ୍ଜଇ ରାଜସ। ସକଳ ରସେ ହୀନ ହୋଇ ଦୁଃଖ ଦୂରିତ ଥାଇ ଯହିଁ। ଦୁର୍ଗନ୍ଧ ହୀନ ଆହରଣ ତାମସ ଭୋଜନ ଲକ୍ଷଣ। ଯେ ଦ୍ରବ୍ୟ ମତେ ସମର୍ପଣ ନିର୍ଗୁଣ ଆହାର ଲକ୍ଷଣ। ସାତ୍ୱିକ ସୁଖ ଆତ୍ମା ଧ୍ୟାନେ ରାଜସ ବିଷୟ ଗ୍ରହଣେ। ତାମସ ସୁଖ ଦ୍ୱନ୍ଦ୍ୱ ମୋହ ନିର୍ଗୁଣ ସୁଖ ମୋ ଆଶ୍ରୟ। ଯେ ଦ୍ରବ୍ୟ ଦେଶ କାଳ କର୍ମ ଆକୃତି ଫଳ ଶ୍ରଦ୍ଧା ଜ୍ଞାନ ଅବସ୍ଥା ନିଷ୍ଠା ଆଦି ଜାଣ। ତ୍ରିଗୁଣ ସକଳ ଏ ଧର୍ମ ଯେ କିଛି ଦେଖି ଶୁଣି କର୍ଣ୍ଣେ। ଯେ ଅବା ସ୍ଥାପି ଅନୁମାନେ ପ୍ରକୃତି ପୁରୁଷରୁ ଜାତ। ଏ ସର୍ବ ତ୍ରିଗୁଣେ ଯନ୍ତ୍ରିତ ଏ ତିନି ଗୁଣ ଯେହୁ ଜିଣି। ଶୁଣ ଉଦ୍ଧବ ପରିମାଣି। ସକଳ ଧର୍ମ ଛାଡ଼ି ଯେବେ ମତେ ଭଜଇ ଭକ୍ତି ଭାବେ। ସେ ସର୍ବ ଭାବେ ଭକ୍ତି ସାଧେ ସଂସାର ତାହାକୁ ନ ବାଧେ। ଏ ବୋଲ ବୁଝି ଯିବ ଯେବେ ଆଶ୍ରେ କରଇ ମୋର ଭାବେ।
ସର୍ବସଂଶୟ ଦୂର କରି ନିସ୍ତରେ ନର ଦେହ ଧରି ସକଳ ଭାବେ ନିରପେକ୍ଷ ତ୍ରିଗୁଣ ଜିଣେ ସେ ପ୍ରତ୍ୟକ୍ଷ ନିର୍ଗୁଣ ପୂର୍ଣ୍ଣ ବ୍ରହ୍ମେ ମିଶେ ନିଶ୍ଚିନ୍ତେ ଭବ ଭୟ ନାଶେ। ବୋଲଇ ଦାସ ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ ଉଦ୍ଧବ ବୋଧ ଏକାଦଶ ନିତେଷୁ ଜନେ ଏଣେ ରସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଏକାଦଶ ସ୍କନ୍ଧେ ଭଗବଦ୍ ଉଦ୍ଧବ ସଂବାଦେ ଗୁଣତ୍ରୟ ବିଭାଗ ନାମ ଷୋଡ଼ବିଂଶୋऽଧ୍ୟାୟ। ଓଂ ନମୋ ଭଗବତେ ବାସୁଦେବାୟ।